ତ ମୁଁ ଆପଣଙ୍କର ବିଜନେସର ଓଭରଭ୍ୟୁ ଦେଖିବି ପାର୍ଟିଟା ବୁଝିବି ଆପଣ ବୁଝିବି ପ୍ରଫେସନାଲ ମୁଁ ପ୍ରାକ୍ଟିସ କରୁଛି ଆଉ ସମସ୍ତ କରିବେ ଯାହା ଡ୍ରିମ୍ ଅଛି ଭିଜନ ଅଛି କରିବାକୁ ଚାହୁଁଛୁ କରିପାରିବେ ତ ମୁଁ ଏଇଟା ଆପଣଙ୍କୁ କିଛି କ୍ୱେଶ୍ଚିନ୍ସ କରିବି କିଛି ଇଣ୍ଟରାକ୍ସନ ଥାଏ 10 ମିନିଟ୍ ଭିତରେ ଆକ୍ଚୁଆଲି ଇନକମ୍ କରୁଛନ୍ତି କୋଉଥିରେ ଅଧିକା ପଇସା ଅଛି ବିଜନେସରେ ନା ଜବ୍ ବିଜନେସରେ ମୁଁ ଜାଣିଛି ହଁ ଜାଣିବା ଆଚ୍ଛା ଏଇ ଭିତରେ କେତେଟା ବିଜନେସମ୍ୟାନ୍ ଅଛନ୍ତି ବିଜନେସମ୍ୟାନ୍ ମାନେ ଟ୍ରାଡିସନାଲ ବିଜନେସମ୍ୟାନ୍ ଦି ତିନି ଜଣ ଆମେ 15 ଜଣ ବସେ ତାହେଲେ 15 ଜଣରୁ 3ଟା ହେଲା କେତେ ପଟ ହେଲା ହେଲାନି ମାନେ 5% ଲୋକ ବିଜନେସ କରନ୍ତି 95% ଲୋକ କଣ କରନ୍ତି ଜବ୍ କରନ୍ତି କିନ୍ତୁ ପଇସା ପତ୍ର ଅଧିକା ଅଛି 5% ନାଇଁ ତାହେଲେ ଆପଣ ବୁଝନ୍ତୁ ଯେ 5% ଲୋକ ୱାଇଜ ନା 90% ଲୋକ ୱାଇଜ ଇଣ୍ଟେଲିଜେଣ୍ଟ ଆଉ ସେମାନେ ବୁଝେ ଏଟା କିଛି ଜଣ କରୁଛନ୍ତି ନା କଥା କଣ ୟା ଭିତରେ କିଛି ଗ୍ୟାପ୍ ଅଛି ଆମେ କିଛି କଥା ନାହିଁ ଗ୍ୟାପ୍ କଣ ବିଜନେସ କରିବ ବହୁତ ସାରା ଜିନିଷ ଅଛି ହେଡେକ୍ ଅଛି ଟେନସନ ଅଛି ରିସ୍କ ଅଛି ବାକି କି ଜିନିଷ ଅଛି କୁକୁଡ଼ା ଫାର୍ମ ଆଉ ଆଉ ଆପଣ ତ ସ୍ପୋର୍ଟସ ଆଇଟମ ଜିନିଷ ଭାଇ କଥା ତ ଯେତେବେଳେ ବିଜନେସ କରିବ ସେ କଣ ବିଜନେସ ମ୍ୟାନ ମାନେ କହିବା ମୁଁ ଗୋଟେ ବିଜନେସ ଲାଷ୍ଟ ମ୍ୟାନେଜର ନୁହଁ ବିଜନେସ ମ୍ୟାନ ମାନେ କଣ ଆକ୍ଚୁଆଲି ସି ଇଜ ନଟ୍ ଏ ବିଜନେସ ମ୍ୟାନ ଯଦି ଆପଣ ମାନେ ବିଜନେସ ମ୍ୟାନ ତାହେଲେ ରତନ ଟାଟା କଣ ଅମ୍ବାନୀ କଣ ହଳଦୀ ରାମ ଭୁଜିଆ ବାଲା କଣ ଏଠି ଯୋଉ ବିଜନେସ ଦେଖୁଛନ୍ତି ଦେ ଆର୍ ନଟ୍ ବିଜନେସ ମ୍ୟାନ ଦେ ଆର୍ ସେଲ୍ଫ ଏମ୍ପ୍ଲଏଡ ତାଙ୍କ ବିଜନେସ ନିଜ ଚାକିରି ସେ ଦେଇଛନ୍ତି ଯଦି ବିଜନେସ ମ୍ୟାନ ତାର 6 ମାସ ଆପଣ ବିଜନେସ ବାହାରି ଯାଆନ୍ତି ଯଦି ଚାଲିଛି ଚାଲିପାରିବେ ଚାଲିବ ତାମାନେ ଆମେ ବିଜନେସ ମ୍ୟାନ ନୁହଁ ଆମେ ସେଲ୍ଫ ଏମ୍ପ୍ଲଏଡ ଏଠି ये चारटा लोक अछंती एम्प्लॉय गोटे सेल्फ एम्प्लॉय गोटे बिजनेस ओनर गोटे इन्वेस्टर गोटे हम समस्त गोटे अछि जो मान एई गोटे अछंती से माने के माने एके आस्थिन काई कि से माने से नीड नै से माने इनकम दरकार नै से माने इनकम दोउछन हां जेति बेले आपण एई जिनिस को फील बुझी दिबे ताला आपण बुझी ता माने आपण जदी ई जिनिस करिया चाहत जीवन रे ताला आपण को 5% लोक जो माने बिजनेस ओनर इन्वेस्टर्स रिच पर्सन से माने कामटा को फॉलो करिया नहले आपण सबुबळे या भितर रहे कोन हो ना आपनर काम सरिबन कि पैसा पडिबो कांदी जवाटा जड़े एम्प्लॉय लोक से सेल्फ एम्प्लॉय के एम्प्लॉय हो ताऊ जे 50 के फ्री हेबे आपण से बहुत रिटायर्ड फ्री नहीं तमने जीवन सारा काम करले तापर कोन होता रिटायर्ड तमने कोन आपण तो काम करबे रिटायर्ड पर लोक काम होत नाही ଏବେ मैक्सिमम गवर्नमेंट ऑफिस केते सब अछन स्टाफ रिटायर्ड सब मैक्सिमम ऑफिस देखि नाही कि काम सरिबनी बुझै पड़बे एटा होती प्रो लेक्चर जीवन मु जाउथि से कोन इनकम हो भाई एक्चुअली हमर ऑफिस नु वन तो एटा मोटे लाइन में कहले जे सर आपन इनकम ना पाउछन आपन 10,000 पाउछन सपोज भगवान न कोना गुटा काई कटि दियो पंचकार 10 टा नंबर नेक्स्ट का 3 मास जीरो कमी जीरो अन फिजिकली डैमेज आपण हो जदी मिलिबा आपण जे गवर्नमेंट दया करबो 30 कोटी मिलिबो अच्छा आज हम अमूल खातले काले चाउल ना देउछि त माने आपनर इनकम ता खुशी जीवो बिकॉज ऑफ योर अनगुटी आपण आपनर एबिलिटी ए इनकम ता जनरेट होछि आपण टाइम टू और रेट 24 घंटा टाइम टू 10 घंटा काम करतो रेट ता फिक्स है रेट कोन बड़ा ऑफिस पियन सेम काम करछन 8 घंटा काम करछन किंतु इनकम ता फरक नै पियनर जति इनकम कोन ऑफिस रे इनकम ता माने सेटा डिपेंड करतो ता रेट ता होछि एजुकेशन एंड एक्सपीरियंस पे डिपेंड जब जेतेला आपण इनकम ता को बढ़े को चाहछन से माने बीटा को बढ़ेले हो टाइम ता बढ़े पड़ियो और रेट ता बढ़े पड़ियो प्रमोशन न हो चाकरी दे अधिक पाठ बढ़िया पड़ियो ता माने मैक्सिमम 95% माने एम्प्लॉय से माने सबले टाका पूरा बढ़ाबो ना रेट ता केमिति बळे डिपार्टमेंट एग्जाम देछि प्रमोशन पे हां हमरा एक रोड को देला
ଏ ଲୋକଟା ଆମର ଜୁନିୟର ଗ୍ରୁପ ଅଛି, ଯିଏ ପାଠ ପଢିକି ସିନିୟର ଗ୍ରୁପ, ଆଉ ପାଠ ପଢିକି ଆଠ ପଢିଲା, ଆଉ ପାଠ ପଢିକି ବୟସ ଥିଲା, ତାପରେ ଘଟଣା ବାହାରି ଯାଉଥିଲା ଆକ୍ସିଡେଣ୍ଟ ନେଇକି ହଲ। ଯେତେବେଳେ ପାଠ ପଢୁଥିଲା ଜୀବନରେ ଯେତେବେଳେ ଇନକମ୍ ସବୁ ଜିରୋ ହବ ନାହିଁ, କିନ୍ତୁ ଆଜି ରତନ ଟାଟା ବାଟା ଏମିତିଆ କ୍ରିଏଟ କରିଦେଇଛନ୍ତି ସେମାନେ ଫୋକସ କରୁନାହାନ୍ତି ରେଟ୍ ଭିତରେ, ପ୍ରମୋସନ ଏକ୍ଜିକ୍ୟୁସନ ଏକ୍ସପେରିଏନ୍ସ ସେମାନେ କେବେ ହେଲେ ଶୁଣନ୍ତି ଟାଇମ୍ ଉପରେ। ଯଦି ଏଇ ଟାଇମ୍ ଟା ମୁଁ କ୍ରସ୍ କରିକି ପଳେଇଲି ଆଉ ମୁଁ ଖାଲି ଚାଲିଗଲି, ଟାଇମ୍ ଟା କେମିତି ଯିବ? ସେଥିପାଇଁ ସେମାନଙ୍କର ଅର୍ଗାନାଇଜେସନ ମାନୁଛନ୍ତି ଟାଟା ଏମ୍ପ୍ଲୟ ଅର୍ଗାନାଇଜେସନ, ଯୋଉଠି ବହୁତ ବର୍ଷ ଏମ୍ପ୍ଲୟ କରୁଛନ୍ତି। ମୋର 5 ଲକ୍ଷ ଲୋକ 10 ଘଣ୍ଟା କାମ କଲେ 50 ଲକ୍ଷ ଘଣ୍ଟାରେ କାମ, 50 ଲକ୍ଷ ଘଣ୍ଟାରୁ ଏଇ ଲୋକଟାର 10 ଘଣ୍ଟା ମାଇନସ କେତେ ଘଣ୍ଟା ମାଇନସ ହବ, କେତେ ପରସେଣ୍ଟ ମାଇନସ ହବ? ସବୁ 0.000000% ମାଇନସ। ତମକୁ ତାର ୟାର ବିନା ଇନଭଲ୍ଭରେ ଏଇ କମ୍ପାନୀ ଚାଲିବ। ଆଜି ବର୍ତ୍ତମାନ ସେଟା ଆଜି କଣ ରତନ ଟାଟାର ଯୋଉ ବାପା ଷ୍ଟାର୍ଟ କରିଲା ବିଜନେସଟା, ଯୋଉ ସ୍କିମ ହେଲା ଆପଣଙ୍କ ଘରେ କଣ ସାବୁନ ପହଞ୍ଚୁଛନ୍ତି ନା ଅମ୍ବାନୀର ବାପା ମରିଲା ଆପଣ ରିଲାଏନ୍ସ ପେଟ୍ରୋଲିୟମ ପାଇଲେନି ତେଲ। ତାମାନେ ସେମାନେ ସବୁବେଳେ ଫୋକସ କରୁଛନ୍ତି ଟାଇମ୍ ଉପରେ, ଆମେ ସବୁବେଳେ ଫୋକସ କରୁଛୁ କାହା ଉପରେ? ମୋ ପିଲା TCS ରେ ଚାକିରି ପାଇଲେ କଣ ହବ? ସେଇ 5% ସେଇ 5% ପଇସା ଦବ କେବେ ଅଧିକ। ତେଣୁ ଆମକୁ ଗୋଟେ ଅର୍ଗାନାଇଜେସନ ଦରକାର, ଯୋଉ ଅର୍ଗାନାଇଜେସନ ଆମ ଟାଇମ୍ ଟା କରିପାରୁଥିବ। ହେଲେ ମୋ ଇନକମ୍ ଟା ହଉଛି ଅନଲିମିଟେଡ ଇନକମ୍ ହେଇପାରିବ, ଆଉ ସିକ୍ୟୁର ଇନକମ୍ ହେଇପାରିବ। ସିକ୍ୟୁର ମାନେ କଣ? ଯୋଉଠି ଲୋକ ଇନକମ୍ କରୁଥିଲେ ସେ ଦୁନିଆରେ ପଳେଇଲା, ତାର ଇନକମ୍ ଷ୍ଟେବୁଲ ରହିବ, ଠିକ ହବ, ତାକୁ ସିକ୍ୟୁର ଇନକମ୍ ହବ। ତେଣୁ ଆପଣମାନଙ୍କୁ ଏଇ ବିଜନେସ ଟା ତିନିଟା ଜିନିଷ ଦବ, ଗୋଟେ ଟାଇମ୍ ଦବ, ଆଉ ମନି ଦବ, ଆଉ ଦୁନିଆରେ 0.% ଦବନି। ସେଇଥିପାଇଁ ଏଥିରେ ଏଇ ବିଜନେସରେ ଆପଣ ଆଇପିଏସ୍ ସିଟିଜେନ୍ ଭାଇସ୍ ପ୍ରେସିଡେଣ୍ଟ ଆରମ୍ଭ କରିକି ନାସାର ସାଇଣ୍ଟିଷ୍ଟ, ଆପଣ ବଡ ବଡ ଗୋଲ୍ଡ ମେଡାଲିଷ୍ଟ ଆଇଆଇଟି ଇଞ୍ଜିନିୟର ଅଛନ୍ତି ଏଥିରେ, ଆଉ ବହୁତ ବଡ ବଡ ଆଇଏଏସ୍ ଅଫିସର ଅଛନ୍ତି। ଓଡିଶାରେ ବହୁତ ଆଇଏଏସ୍ ଅଫିସର ଅଛନ୍ତି, ତାଙ୍କ ବିଶେଷ ମାନଙ୍କ ନାଁରେ ଆଇଡି କରିକି ସେମାନେ ସିକ୍ରେଟଲି ନିଜ କରୁଛନ୍ତି। କାହିଁକି ଜାଣିଛନ୍ତି ଯେ କାଲି ମଧ୍ୟ ପତନ ହେଇ ଫିଫ୍ଟି ମାରିବାକୁ ନୁହଁ, ଆମେ ଏମିତିଆ ଜୋନରେ ଅଛୁ। କିନ୍ତୁ ଯଦି ଆଜି ବି ଆପଣ ଏଇ 5% ପଇସା ନେଇକି ଗର୍ବ କରୁଛନ୍ତି ମୋ ପାଖରେ ପଇସା ଅଛି ବୋଲି, ଗୋଟେ ଅନ୍ଧାର ଆସିବ, ଇନଭର୍ଟରଟା ନାହିଁ ଆପଣଙ୍କ ଘରେ ଲାଗି। ତେଣୁ ଫିଲ୍ କରନ୍ତୁ ଆଜି ବି ଇନଭର୍ଟର ତିଆରି କରିବା ଷ୍ଟାର୍ଟ କଲେ ଇନକମ୍, ଏଇଟା ଗୋଟେ ସେୟା, ଏଇଟା ଗୋଟେ ପାର୍ଟ ଟାଇମ୍ ବିଜନେସ୍। ମୁଁ ଆପଣଙ୍କୁ କହିବି ଯୋଉଥିରେ ଆପଣଙ୍କୁ କୌଣସି ପ୍ରକାର ହେଡେକ୍ ନାହିଁ, ଟେନସନ ନାହିଁ, ଫ୍ରି ଅଫ୍ କଷ୍ଟ ଆପଣ ଷ୍ଟାର୍ଟ କରିପାରିବେ। ଆପଣଙ୍କ 3 ଆୱାରରେ ଷ୍ଟାର୍ଟ କରିପାରିବେ, ଆପଣଙ୍କୁ କେହି ଡିଷ୍ଟର୍ବ କରିବେନି। କିନ୍ତୁ ଆପଣ ଯଦି ମାଇଣ୍ଡରେ ସିରିୟସଲି ନେଲେ, ଆପଣ ଶିଖିଲେ, ତାହେଲେ ଆପଣ ବି ଗୋଟେ ରତନ ଟାଟା କମ୍ପାନୀରେ ଷ୍ଟାର୍ଟ କରିବେ। ସେଇଟା ଅପରଚୁନିଟି କିଏ ଦଉଛି ନା କମ୍ପାନୀ ହଉଛି ଆମେ, ତମେ ଯୋଉଟା କମ୍ପାନୀ 10ଟା କଣ୍ଟ୍ରିରେ 80 ବର୍ଷ ହେଲା ସକ୍ସେସଫୁଲି ରନ୍ କରୁଛି। ये प्रोडक्ट ତିଆରି କରୁଛି, କ୍ୱାଲିଟି ପ୍ରଡକ୍ଟ ବନଉଛି, ଡିସକାଉଣ୍ଟ ଦଉଛି, ହୋମ୍ ଡେଲିଭରି ଦଉଛି। ହଁ ସେ କହୁଛି ମୁଁ ଆପଣଙ୍କ ବିଜନେସର ଯାହା ଯାହା ହେଡେକ୍ ଅଛି, ଆମେ କେମିତି ବିଜନେସ କରିନାହାନ୍ତି, ମୁଁ ଆପଣଙ୍କୁ ସବୁ ପ୍ଲାଟଫର୍ମ ଦେବି, ଫ୍ରି ଅଫ୍ କଷ୍ଟ, ପଇସା ଆପଣ ନେବେ। ଆପଣଙ୍କ କାମ ହେଲା କଣ? କିଛି ସକ୍ସେସଫୁଲ ଲୋକଙ୍କ ସହ ମିଶନ୍ତୁ, ଯେଉଁମାନେ ମୋ ସହିତ ଅଛନ୍ତି 20-30 ବର୍ଷ ହେଲା କାମରେ, ସେଠି ମିଟିଂରେ ସକ୍ସେସଫୁଲ ଲୋକ ଅଛନ୍ତି, ଯେଉଁମାନେ ଆପଣଙ୍କୁ ହେଲ୍ପ କରିବେ ରିଗାର୍ଡିଂ ଦିସ୍ ବିଜନେସ। ଆପଣ କେବଳ ଆଧାର କାର୍ଡ ବ୍ୟାଙ୍କ ଆକାଉଣ୍ଟ ଦେଇ ଜଏନ୍ କରିବେ, ପଇସା କିଛି ପଡ଼ିବନି। ଦେନ୍ ଏଠି ହେଲା ଆମେ ସେଇ କଲାରେ ବିଜନେସର ସବୁ ଜାଗା ହେଡେକ୍ ନେଇଯିବି, ଇନଭେଷ୍ଟ କରିବା ଦରକାର ନାହିଁ, ରୋଜଗାର କରିବା ଦରକାର ନାହିଁ, ପିଲା ରଖିବା ଦରକାର ନାହିଁ, ମାଲ ସପ୍ଲାଏ କରିବା ଦରକାର ନାହିଁ, ହିସାବ କରିବା ଦରକାର ନାହିଁ। ନିଆଁ ଲାଗିକି ପଡ଼ିଗଲେ ଆମର ଆପଣଙ୍କୁ ଟେନସନ ନାହିଁ, ମୁଁ ନେବି ଟେନସନ। ତାମାନେ ସବୁ ଜାଗା ଟେନସନ ହେଇଗଲା। ଏଠି ଗୋଟେ ୟୁନିଭର୍ସିଟି ଅଛି, ବୋଧେ ପ୍ରାୟ ଗୁରୁକୁଳ ପାଇବେ ଏଜୁକେସନ ଆମେ 10 ବର୍ଷ ପଢି ଚାକିରି କଲେ, ଆପଣ ଏଜୁକେସନ କଣ? ଆମର ଦିଟା ଏଜୁକେସନର ଅଭାବ ହେଲା, ସ୍ପେଶାଲ ଏଜୁକେସନ, ଫାଇନାନ୍ସ ଏଜୁକେସନ। ମୁଁ ଏବେ 2 ଦିନ ତଳେ କଥା ହଉଥିଲି, ସେମାନେ କହିଲେ ଫାଇନାନ୍ସ ଏଜୁକେସନ କଣ ନବା ଦରକାର, ଆମେ ତ 2 ବିଷୟ ଜାଣିଛେ। ମୁଁ ଲାଗେ କଣ ମନେ ପ୍ରଡକ୍ଟ ଦେଖିଛନ୍ତି, କେତେ ଦେଖିଛନ୍ତି କଣ ମନେ ପ୍ରଡକ୍ଟ ତମ ଦେଖିଛନ୍ତି, ଗୋଟିଏ ଟଙ୍କା ଲାଗି ବହୁତ ଲୋକ ପାଇଛନ୍ତି, ଦେଖିଲେ କହିବେ ବୁଝିଲେ ତାଙ୍କର ଅବସ୍ଥା କଣ, ଯୋଉ ପକଡ଼ାନ ଦେଲେ ସେ ପକଡ଼ାନ କିଛି ନାହିଁ। ତାମାନେ ଆମ ପାଖରେ ପଇସା ଆସିଗଲେ ବି ଆମେ 3 ଲକ୍ଷ 3 ନମ୍ବରରେ ଆମର ଏଇ ହିସାବ ଦାও ଏଜୁକେସନ ସୋସିଆଲ ଏଜୁକେସନ କଣ ଭଲ ମନ୍ଦ କିନ୍ତୁ ଆମ ଭଲ ହେଇନି କି ଆମ ବାପା ମା ଆମ ପରିବାର ଯଦି ଆମ ଶିଖିଲେ ନା ଜାଣି ଲୋକଙ୍କୁ ଭଲ ପାଇବା ଲୋକଙ୍କୁ ଚିହ୍ନି ନା କିଛି ଏଜୁକେସନ ଏଇ ଏଜୁକେସନ ନେଇକି ଆପଣ ଯେତେବେଳେ ଆପଣ ନିୟର ନିୟର ଲୋକଙ୍କ ସହିତ ମିଶିବେ ଆପଣଙ୍କର ଗୋଟେ ରତନ ଟାଟା ଭଳିଆ ଠିକ ହେଇକି ଆସିବେ 5 ରୁ 10 ବର୍ଷ ସମୟ ଲାଗିବ। ଗୁଡ ଥିଙ୍ଗସ୍ ଟେକ୍ ଟାଇମ। ଭଲ ଜିନିଷ କରିବା ପାଇଁ ସମୟ ଲାଗିବ। ଧନିଆ ଗଛ ଲଗେଇଲେ କାଲି ପରଦିନ ହେଇଯିବ। ଭଲ ଗଛ ଲଗେଇଲେ ଟାଇମ ଲାଗିବ। ତାପରେ ଭଲ ଗଛ କିଏ ଦୁନିଆ ଲଗେଇନାହାନ୍ତି। ଆପଣ ଯଦି ଚାହୁଁଛନ୍ତି ବଡ ଜିନିଷ ଫ୍ରି ହେବା ପାଇଁ ଚାହୁଁଛନ୍ତି ତାହେଲେ ଆପଣ ଟିମ୍ ଟା ଲଗେଇବେ। ଏ ଟିମ୍ ରେ ଷ୍ଟାର୍ଟିଂ ଡେ
ୱାନ୍ ଡେର ଆପଣଙ୍କର ଇନକମ୍ କିନ୍ତୁ ସେଇ ଇନକମ୍ ଟା ଆପଣଙ୍କୁ ବହୁତ ଦବନି। କିନ୍ତୁ ଯଦି ଆପଣ ଏଥିରେ ଆଟଲିଷ୍ଟ 6 ମାସରୁ 2 ବର୍ଷ ମିଶି କରୁଛନ୍ତି ତାହେଲେ ଆପଣଙ୍କର ଗୋଟେ ବଢିଆ ବିଜନେସ୍ ହବ। ଏଇ ଆମେ କରୁଛୁ ପ୍ରଡକ୍ଟ ଦେବି ଏଜୁକେସନ ମୁଁ ଦେବି ଫିଜିକାଲ ବି ଆସିବାର କରିବ କଥା ରଖି ଭଲ ସମ୍ପର୍କ ବଢାଇବେ। ହେଲେ ଏଇ ଯୋଉ ଲୋକମାନେ ଆସିକି ପ୍ରଡକ୍ଟ ୟୁଜ କରିବେ ଆମଠୁ ଇଏ ଏଫଏମସି ସପୋର୍ଟ ଦେବେ। ସକାଳୁ ଉଠିଲେ ବ୍ରସ୍ ଆରମ୍ଭ କରିକି ରାତି ପ୍ରୋଟିନ ପାଉଡର ପର୍ଯ୍ୟନ୍ତ ଏଭ୍ରି ଆଇଟମ ଆଭେଲେବଲ ଆମଠୁ କ୍ୱାଲିଟି ତିଆରି କରୁଛୁ। ସେଇ ପ୍ରଡକ୍ଟ ଲୋକ ମାର୍କେଟରୁ କିଣିବେନି କାହିଁକି ନା ସେଠି ତାଙ୍କର 50% ରୁହେ ମିଡିଲ ମ୍ୟାନ ଅଛନ୍ତି ସେଠି କଷ୍ଟମର ହେଲା ଏଠି ମ୍ୟାନେଜର ହେଲା ବହୁତ ସାରା ମିଡିଲ ମ୍ୟାନ ଆଡଭର୍ଟାଇଜର ଅଛନ୍ତି ଯୋଉମାନେ ବହୁତ ପଇସା କଷ୍ଟମରକୁ ସିଦିଅନ୍ତି। ତ ସେଇ 60% ପଇସା ଆମ ପାଖରେ ମୁଁ ଦେବି କାହିଁକି ନା ମୁଁ କାହାକୁ ଆଡଭର୍ଟାଇଜର ଥିଲି ମୁଁ କାହାକୁ ହୋଲସେଲିଂ କରିବିନି। ଆପଣ ମୋର ସେଲିବ୍ରିଟି ଆପଣ ମୋର ଆଡଭର୍ଟାଇଜର ମୋ ପ୍ରଡକ୍ଟ ୟୁଜ କରନ୍ତୁ ଲୋକଙ୍କର ଇନକମିଂ କରନ୍ତୁ। କିଛି ଲୋକ ଆପଣଙ୍କ ଆସିବେ ଯୋଉମାନେ ଦୁନିଆ ଚାକିରି ସେମାନଙ୍କ କଥା ଆପଣଙ୍କ ହେଲେ କିଛି ଏକ୍ସପିରିଏନ୍ସ ସେମାନଙ୍କର ଅଛି। ଆଜି ଯୋଉ ଆପଣ ଆସୁଛନ୍ତି ଏଠି ଗୋଟେ ସକ୍ସେସଫୁଲ ଲୋକଙ୍କର ଆସୁଛନ୍ତି କିମ୍ବା ଯୋଉମାନେ ଟୁୱାର୍ଡ ସକ୍ସେସଫୁଲ ହବାକୁ ଯାଉଛନ୍ତି ସେମାନେ ଆସନ୍ତୁ ଏଇଟା ଆପଣ ମିଶିବେ ଆପଣଙ୍କ ବିଜନେସ ରେଗୁଲେଟ କରିବେ। এই বিজনেসটা 3000 ରୁ ଆରମ୍ଭ ହବ ଇନକମ୍ ଆପଣଙ୍କର 1,00,000 ଟଙ୍କାରେ ଶେଷ ହବ। 1,00,000 ଟଙ୍କା ପରେ ଆପଣ ଯଦି କାମ ନ କଲେ ବି ଯଦି କାମ କରୁଛନ୍ତି ତାର ଅନଲିମିଟେଡ ଇନକମ୍ ଆପଣଙ୍କର କି ଏଇ ଅନଲିମିଟେଡ ଇନକମ୍ ଯଦି କରିବେ ଆପଣ ଆପଣ ପ୍ରାୟ ସମୟରେ କାମ କରିବାକୁ ଚାହୁଁନାହାନ୍ତି ତାହେଲେ ଇଣ୍ଡିଆନ ପାସପୋର୍ଟ ୟୁର ବେଷ୍ଟ ଯୋଉଟା ଚାଲିଛି ବଡ ବଡ ଲୋକ ହେବାର କାରଣ କଣ ଯେ ଆଜି ଆମ ଚାକିରିରେ ଆମେ ଇନକମ୍ କରିକି ବିଜନେସ କରିକି ବହୁତ ଜିନିଷ ବନେଇଦେବା ବନେଇଦେବା ଆମ ପିଲାକୁ ଦେଇଦେଇକି ପଡେ ଆମ ପିଲାର ଗ୍ୟାରେଣ୍ଟି ଅଛି କିନ୍ତୁ ଏଇ ଜିନିଷଟା ବନାନ୍ତୁ ଟିମ୍ ଟେ ଆସିବ 15-10 ଲକ୍ଷ ଇନକମ୍ କରୁଥିବେ ନେକ୍ସଟ ମନ୍ଥରେ ଆପଣ ପିଲାଙ୍କୁ ଟ୍ରାନ୍ସଫର ହେଇଯିବ ପିଲାର ଆପଣଙ୍କୁ 10 ଲକ୍ଷ ଆସିବ ସେ ଆଉ ଜିରୋ ଷ୍ଟାର୍ଟ କରିବାକୁ ପଡିବ। ତ ୟୁନିକ୍ ଅପରଚୁନିଟି ଆପଣ ତାକୁ ବୁଝିବାକୁ ଚେଷ୍ଟା କରନ୍ତୁ ଅଣ୍ଡରଷ୍ଟାଣ୍ଡ ଦିସ୍ ଅପରଚୁନିଟି ଗୋଟେ ବହୁତ ବଡ ଅପରଚୁନିଟି ତାକୁ ବୁଝନ୍ତୁ ଦେଖନ୍ତୁ ଶୁଣନ୍ତୁ ବାହାର ଲୋକଙ୍କ କଥା ନିଜ ଲୋକ ଓକେ ଥ୍ୟାଙ୍କ ୟୁ।